ରାଧେ ରାଧେ। ଗୋପୀମାନେ ଦିନେ ବଂଶୀକୁ ପଚାରିଲେ, ଗୋ ବଂଶୀ, ତୁମର ମହାଭାଗ୍ୟ। ମଦନ ମୋହନ ତୁମକୁ ସଦାସର୍ବଦା ହସ୍ତରେ ଧରିଥାନ୍ତି। କେବଳ ସେତିକି ନୁହେଁ, ତୁମେ ତାଙ୍କ ଅମୃତ ଅଧରର ସ୍ପର୍ଶ ମଧ୍ୟ ପାଉଛ। ବଂଶୀ କହିଲା, ସତ ଯେ, ହେଲେ ଜାଣ, ଏହି ସୌଭାଗ୍ୟ ପ୍ରାପ୍ତ ହେବା ପାଇଁ ମୋତେ ମୋର ମୂଳ ରୂପ ବାଉଁଶକୁ ହରେଇବାକୁ ପଡ଼ିଛି। ନିଜକୁ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିପାରିଲେ ଯାଇ ମିଳିବ ଶ୍ରୀ ଗୋପାଳଙ୍କ ସାନ୍ନିଧ୍ୟ। ଜୟ ଶ୍ରୀକୃଷ୍ଣ। ବନ୍ଧୁତା ସବୁବେଳେ କୃଷ୍ଣ ସୁଦାମାଙ୍କ ପରି କରନ୍ତୁ, ଆଉ ପ୍ରେମ ରାଧାକୃଷ୍ଣଙ୍କ ପରି। କୃଷ୍ଣ ସୁଦାମାଙ୍କ ବନ୍ଧୁତାରେ କେବେ ସର୍ତ୍ତ ନଥିଲା ଓ ରାଧାକୃଷ୍ଣଙ୍କ ପ୍ରେମରେ କେବେ ସ୍ୱାର୍ଥ। ଯେଉଁ ସମ୍ପର୍କରେ ସ୍ୱାର୍ଥ ବା ସର୍ତ୍ତ ନଥାଏ, ସେ ସମ୍ପର୍କ ଚିରକାଳ ପାଇଁ ଅମର ହୋଇ ରୁହେ। ଜୟ ଶ୍ରୀକୃଷ୍ଣ। ଆସନ୍ତାକାଲିକୁ କିଏ ବା ଦେଖିଥାଏ? ଆସୁଥିବା ମୁହୂର୍ତ୍ତରେ କ'ଣ ବା ଘଟିବ କିଏ ବା ଜାଣିଥାଏ? ସେଥିପାଇଁ ମଣିଷ ହସୁଥିବା ଏହି ବର୍ତ୍ତମାନକୁ ହିଁ ଜୀବନ ବୋଲି କୁହାଯାଏ। ଖାଲି ହାତରେ ଆସିଥିଲେ ଓ ଖାଲି ହାତରେ ଚାଲିଯିବା। ଯାହା ଅଛି ଆଜି ତୁମର, ଗତକାଲି ଅନ୍ୟର ଥିଲା, ଆସନ୍ତାକାଲି ଆଉ କାହାର ହେବ। ତୁମେ ଏସବୁ ନିଜର ଭାବି ଦୁଃଖ ହେଉଛ। ବାସ୍ତବରେ ଏହା ତୁମର ଦୁଃଖର କାରଣ। ଦୁନିଆ ସାରା ଲୋକ ଚେଷ୍ଟା କରିଛନ୍ତି ମୋତେ କନ୍ଦେଇବା ପାଇଁ, କିନ୍ତୁ ମୁରଲୀଧାରୀ ପଣ କରିଛି ମୋତେ ସାରା ଜୀବନ ହସେଇବା ପାଇଁ। ରାଧେ ରାଧେ। ସୃଷ୍ଟିର ନିୟମ ଅଟେ, ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କର ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ଭୋଜନ, ସମ୍ମାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ରାଧେ ରାଧେ। ସେହି ମଣିଷ ସମ୍ପର୍କର ମୂଲ୍ୟ ବୁଝିପାରେ ନାହିଁ, ଯେଉଁ ମଣିଷ ସମ୍ପର୍କ ଅପେକ୍ଷା ସ୍ୱାର୍ଥର ମୂଲ୍ୟକୁ ଅଧିକ ବୁଝୁଥାଏ। କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ଏହି କଥା କହିଥିଲେ ଶ୍ରୀକୃଷ୍ଣ। ଆମେ ଯେକୌଣସି କର୍ମ କରିଲେ ମଧ୍ୟ ତାହାର ଫଳ ଆମକୁ ହିଁ ଭୋଗ କରିବାକୁ ପଡ଼ିଥାଏ। ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ। ମନୁଷ୍ୟ କେତେ ବଡ଼ ଧନବାନ ହେଉଥାଉ ନା କାହିଁକି, ଯଦି ତା ଜୀବନରେ ସୁଖ ଶାନ୍ତି ନାହିଁ, ତେବେ ସେ ଧନ ସମ୍ପତ୍ତିର ମୂଲ୍ୟ ବା କାହିଁ? ସାଙ୍ଗରେ ରହିକି ଯିଏ ଛଳ କରେ, ତାହାଠୁ ବଡ଼ ଶତ୍ରୁ କେହି ନାହିଁ। ମୁହଁ ଆଗରେ ଯିଏ ତୁମର ଖରାପ ଗୁଣ କୁହେ, ତାହାଠୁ ବଳି କେହି ମିତ୍ର ନାହିଁ। ନିଜ ଭାଗ ମାଗିକରି ଦେଖ, କ୍ଷଣିକରେ ସବୁ ସମ୍ପର୍କ ପର ହୋଇଯିବ ଏବଂ ନିଜ ଭାଗ ଛାଡ଼ିକରି ଦେଖ, ପର ବି ଆପଣାର ହୋଇଯିବ। ଜୟ ଶ୍ରୀକୃଷ୍ଣ। ଏନ୍ତୁଡ଼ି ନିଆଁରୁ ଆରମ୍ଭ, ସପନ ମଶାଣି ନିଆଁରେ ଶେଷ। ଅଢ଼େଇ ଦିନର ସଂସାରରେ ମଣିଷ ନୀତି ବଦଳାଏ ବେଶ।
ସଂସାରରେ ସବୁଠାରୁ ବଡ଼ ଔଷଧ ହେଉଛି ହସ, ସବୁଠାରୁ ବଡ଼ ସମ୍ପତ୍ତି ବୁଦ୍ଧି, ସବୁଠାରୁ ବଡ଼ ଅସ୍ତ୍ର ଧୈର୍ଯ୍ୟ, ଆଉ ସବୁଠାରୁ ବଡ଼ ସୁରକ୍ଷା ହେଉଛି ବିଶ୍ୱାସ। ରାଧେ ରାଧେ। ଜନ୍ମାଷ୍ଟମୀ ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ ଅଟେ। ଏହି ପର୍ବକୁ ସାରା ଭାରତବର୍ଷରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବରେ ପାଳନ କରାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପଡ଼େ। ଏହି ଦିନ ମଧ୍ୟରାତ୍ରିରେ ମଥୁରା ନଗରୀରେ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ସେ ମାତା ଦେବକୀ ଏବଂ ବସୁଦେବଙ୍କର ପୁତ୍ର ଥିଲେ। ଏହି ଦିନ ମଥୁରା ଏବଂ ବୃନ୍ଦାବନରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଏ। ମଥୁରା ଏବଂ ବୃନ୍ଦାବନ ସାରା ବିଶ୍ୱରେ ପ୍ରସିଦ୍ଧ, କାରଣ ଏହି ସ୍ଥାନରେ ଶ୍ରୀକୃଷ୍ଣ ନିଜର ପିଲାଦିନ କଟାଇଥିଲେ। ଜନ୍ମାଷ୍ଟମୀ ଦିନେ ମଥୁରାରେ ବହୁତ ଉଚ୍ଚରେ ଦହିହାଣ୍ଡି ବନ୍ଧାଯାଏ ଏବଂ ଯିଏ ଏହି ହାଣ୍ଡି ଭାଙ୍ଗିଥାଏ ତାକୁ ପୁରସ୍କାର ଦିଆଯାଏ। ଓଡ଼ିଶାରେ ମଧ୍ୟ ଜନ୍ମାଷ୍ଟମୀ ପର୍ବ ଆନନ୍ଦର ସହିତ ପାଳନ କରାଯାଏ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ମୂର୍ତ୍ତିକୁ ସୁନ୍ଦର ଭାବରେ ସଜାଇ ପୂଜା ଅର୍ଚ୍ଚନା କରାଯାଏ। ଭକ୍ତମାନେ ଉପବାସ ରହି ଜନ୍ମାଷ୍ଟମୀ ଓଷା କରିଥାନ୍ତି। ମନ୍ଦିରମାନଙ୍କରେ ଭକ୍ତଙ୍କ ଗହଳି ହେବା ସହ ଧାର୍ମିକ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଏ। ଏହି ପର୍ବ ଆମକୁ ଭଗବାନ ଶ୍ରୀକୃଷ୍ଣ ଦେଖାଇଥିବା ପଥରେ ଚାଲିବା ଏବଂ ତାଙ୍କ ଆଦର୍ଶକୁ ପାଳନ କରିବା ସହିତ ମାନବ ଜାତିର ବିକାଶ ଲାଗି ଆମକୁ ଯୋଗଦାନ ଦେବାକୁ ସନ୍ଦେଶ ଦେଇଥାଏ। ଜୟ ଶ୍ରୀକୃଷ୍ଣ। ରାଧେ ରାଧେ। ରାଧେ ରାଧେ। ରାଧେ ରାଧେ।